ସମସ୍ତ ଚାଷୀ ଭାଇମାନଙ୍କୁ ପୁଣି ଥରେ ଆମ ଗାଁ ଚାଷୀ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ। ବର୍ତ୍ତମାନ ସମୟରେ ତ ଖରିଫ ଋତୁରେ ଆପଣମାନେ ବହୁତ କିଛି ବିହନ ବିଷୟରେ ଶୁଣୁଥିବେ, ଜାଣୁଥିବେ। ଆଉ ଆପଣ କେନ୍ଟା କରିମି ବୋଲି ଆପଣ ବହୁତ ଦ୍ୱନ୍ଦ୍ୱରେ ରହୁଥିବେ। ହେଲେ ଆପଣଙ୍କ ଲାଗି ଆମେ ଆଜି କିଛି ଏନ୍ତା କିଛି 5ଟା ଭେରାଇଟିର ଧାନ ଆମେ ଆଣିଛୁ, ଯାହାକି ଆପଣ କରିକରି ନିହାତି ଭାବେ ଲାଭବାନ ହେବେ। ଆଉ ଆପଣ ନିହାତି ଭାବେ ଜାଣିଥିବାର କଥା ଯେ କେନ୍ ବିହନଟା କେତେ ଦିନ ଭିତରେ ଅମଲ ହେଇପାରୁଛି, ଆଉ ଏଇଟା କେନ୍ତା ତାର ରୋଗ ପୋକ ସାଙ୍ଗେ ଲଢ଼ବାର୍ କ୍ଷମତା କେନ୍ତା। ଏଇଟା ଯଦି ଆମେ ଅମଲ କର୍ମା ବେଲେ ଏକର ପ୍ରତି ଆମେ କେତେ ଲାଭ କରିପାରମା, କେତେରୁ କେତେ ଅମଲ କରିପାରମା, ଏନ୍ତା କିଛି ଦିଗକେ ଧ୍ୟାନ ଦେଇକରି ଯଦି ଆମେ ଚାଷଟା କର୍ମା ବେଲେ ନିହାତି ଭାବେ ଆମେ ସଫଳ ହେଇପାରମା। ଖରିଫ ଋତୁରେ ତ ପ୍ରାୟ ଲଘୁଚାପ ଜନିତ ବର୍ଷା ହେସି ଆଉ ଧୁକା ପବନ ହେସି, ଯାହାର ଫଳରେ ଧାନ ଗଛ ମାନେ ପଡ଼ିଯାଏସି। କିଛି ଏନ୍ତା ଧାନ ଆଣିଛୁଁ ଯେନ୍ଟାକି ଆପଣ করবে বলে এটা কেভাবে পড়ি নি যায় ফসলকে নষ্ট নি করদিଏ, ଯାହାକି ଆପଣଙ୍କ ଅମଲଟା ସଠିକ୍ ମାତ୍ରାରେ ହେଇପାରବା। ଆସୁନ୍ ଆଜି କିଛି ବଛା ଆପଣଙ୍କ ଲାଗି ଯେନ୍ 5ଟା ବିହନ ରଖିଛୁଁ ଟିକେ ନେଇକରି ଆଲୋଚନା କର୍ମା। ସମସ୍ତ ଚାଷୀ ଭାଇମାନଙ୍କୁ ମୋର୍ ତରଫରୁ ଜୁହାର। ପହେଲା ମୁଇଁ ଚାଷୀ ଭାଇମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେମି ଥିଲାଗି ଆମକୁ ବହୁତ ସାରା ଭଲ ପାଇବା ଦେଇଛନ୍। আমার সাথে ବହୁତ ମାତ୍ରାରେ ଚାଷୀ ଭାଇମାନେ ଯୋଡ଼ି ହଉଛନ୍, ଆମର ଭିଡ଼ିଓକେ ଲାଇକ୍ କରୁଛନ୍, ଦେଖୁଛନ୍, ବହୁତ କମେଣ୍ଟ ବି କରୁଛନ୍। ସେଥିଲାଗି ବହୁତ ବହୁତ ଧନ୍ୟବାଦ। ଆସୁନ୍ ଭିଡ଼ିଓକେ ଲେଟ୍ ନି କରୁନ୍, ଜଲ୍ଦି ଆମେ ଆଲୋଚନା କର୍ମା। ବର୍ତ୍ତମାନ 2027ରେ ତ ସୁପର ଏଲିନୋର ପ୍ରଭାବ ପଡ଼ବା ବୋଲି କିଛି ମାତ୍ରାରେ ସବୁବେଲେ ନ୍ୟୁଜ୍ ମାନଙ୍କୁ ଭାଇରାଲ ହଉଛେ। ସବୁଆଡ଼େ ଚାଷୀ ଭାଇମାନେ ବି ଡରି ବସିଲେନ ଯେ କେନ୍ତା ମରୁଡ଼ି ହେବା, କି ବେଶୀ ବର୍ଷା ହେବା କି କମ୍ ବର୍ଷା ହେବା ବୋଲିକିରି। ଆଉ ଇ ସବୁ ଦିଗକେ ଦେଖିକିରି ଆପଣଙ୍କ ଲାଗି ଆମେ ମଧ୍ୟମ ବାହାର ଜମିଲେ କ୍ୱାଲିଟି ବାଲା ଧାନ 5ଟା ନେଇକି ଆସିଛୁ, ଯେନ୍ଟାକି ଅଳ୍ପ ପାଣିରେ ହେଇପାରୁଥିବା, ଅଧିକା ଅମଲ ଦେଇପାରୁଥିବା ସେ ଭଳିଆ ଧାନ 5ଟା ବିଷୟରେ ଆଜି ଆମେ ଆଲୋଚନା କର୍ମା। ପହେଲା ଯେନ୍ଟା ଆମର ପାଖେ ଅଛି କି GMS କମ୍ପାନୀର 35ରୁ 46 ଦିନିଆ ଧାନଟେ ମେଘନା ବୋଲିକିରି, ଯାହାକି କମ୍ ପାଣିରେ ଅଧିକା ଅମଲ ହେବାରେ ତାର 100% ଗୁଣ ରହିଛେ। ମୁଡ଼ା ଖେଣ ଦେଇକିରି ଲମ୍ବା ଲମ୍ବା ଖେଣ ଦେବା ଏବଂ ଓଜନଦାର ଦାନା ହେବା, ଟିପିର ବୁନ୍ଦରୁ ଲାଷ୍ଟ ତକ୍ ପାଚି ପାରୁଥିବା ଇ ଭଳିଆ ଧାନଟେ ଆପଣଙ୍କୁ ଏକର ପ୍ରତି 35ରୁ 40 କୁଇଣ୍ଟାଲ ଦେଇ ପାରୁଥିବା ଧାନଟେ ଯାର ନାଁ ହେଉଛି ମେଘନା। ଆପଣମାନେ ଯଦି ନାଇଁ କରବାର୍ ତ ନିହାତି ମେଘନାକେ ଥରେ ଆପଣଙ୍କର ଆଖି ସାମ୍ନାରେ ରଖୁନ୍, ନିହାତି ଥରେ କରିକିରି ଦେଖୁନ୍, ନିହାତି ଆପଣ ତାର ରିଜଲ୍ଟ ଜାଣିପାରବେ। ଆଉ ଗୋଟେ ମୁଖ୍ୟ ଜିନିଷ ରୋଗ ପୋକ ଉପରେ ଯଦି ଦେଖମା ତ ସଡ଼ା ମଇସା ପତ୍ରପୋଡ଼ା ଇ ରୋଗମାନଙ୍କୁ ତାର ସହନଶୀଳ ଶକ୍ତି ଭରପୁର ମାତ୍ରାରେ ରହିଛେ। ତାର ଗୁଣ ଅଛି ଯେନ୍ଟାକି ଅତ୍ୟଧିକ ପବନ ଧୋକା ହେଲେ ବି ସେ ଗଛଟା ପଡ଼ି ନି ଯାଏ, ତାର ନଳିଟା ବହୁତ ଷ୍ଟ୍ରଙ୍ଗ ରହିସି। ସେଥିର୍ଲାଗି ଚାଷୀ ଭାଇମାନଙ୍କର ସମସ୍ତଙ୍କର ପସନ୍ଦ ହେଇପାରସି। ଆଉ ଗୋଟେ ଆମେ ଆଲୋଚନା କର୍ମା ଯେନ୍ଟାକି 2 ନମ୍ବରରେ ଆମର ଆସବା ମଙ୍ଗଳମୂର୍ତ୍ତି ସିଡ୍ସ, ଯେନ୍ଟାକି ଗୋଟେ କ୍ୱାଲିଟି ସିଡ୍ସ। ସବୁବେଲେ ମଙ୍ଗଳମୂର୍ତ୍ତି କମ୍ପାନୀ ନୂଆ ନୂଆ ଧାନ ନେଇକି ଆଇଥିସି, 1 ନମ୍ବର ଧାନ ନେଇକି ଆଇଥିସି। ଅଧିକା ଅମଲ ଦେଇକି ଗୋଟେ ଚାଷୀ ସକ୍ସେସ୍ କରବାର ଥିଲେ ତାର ବହୁତ ମାତ୍ରାରେ ହାତ ରହିଥିସି। ଏଇଟା ଗୋଟେ ତାର ନାଁ ରହୁଛି ଆମର ହୀରାକୁଦ ଧାନ, ଯେନ୍ଟାକି 35ରୁ 46 ଦିନିଆ ଧାନଟେ। ଇ ଧାନକେ ଆପଣମାନେ ଇ ଖରାଟିଆରେ ବି କରିପାରବେ ଏବଂ ଇ ବର୍ଷା ସିଜନରେ ବି କରିପାରବେ, 2 ସିଜନରେ ହେଇପାରୁଛେ। କୁଦର ତାର ସମୟ ସୀମା ଯଦି ଦେଖମା ବେଲେ 35ରୁ 46 ଦିନ ଭିତରେ ଅମଲ ହେଇପାରୁଛେ। ତାର ରୋଗ ପୋକ ଦେଖଲେ ସଡ଼ା ମଇସା ପତ୍ରପୋଡ଼ା ଇ ରୋଗମାନେ ତାହାକେ ଆଟାକ୍ କରି ପାରନ୍। ଭରପୁର ମାତ୍ରାରେ ତାର ସହନଶୀଳ ଶକ୍ତି ରହିଅଛେ। ତାର ନଡ଼େଇ ଏତେ ଷ୍ଟ୍ରଙ୍ଗ ରହୁଛେ ଯେନ୍ଟାକି ଅତ୍ୟଧିକ ଧୁକା ପବନ ହେଲେ ବି ଗଛଟା ପଡ଼ି ନି ପାରେ। ଯଦି ମଞ୍ଜିକେ ଦେଖଲା ମୋଟା ଦାନା ହେବା, ଲମ୍ବା ଲମ୍ବା ଖେଣ ହେବା, ଓଜନଦାର ଦାନା ହେବା। ଏବଂ ଆରୁ ଗୋଟେ ତାର କ୍ୱାଲିଟି ଏତ୍କି ଯେ ଲାଷ୍ଟ ଧାନରୁ ଫାଷ୍ଟ ଧାନ ତକ ସବୁ ଧାନ ପାଚି ପାରୁଥିବା, କୌଣସି ମାତ୍ରାରେ ଲାଷ୍ଟରେ ପୁଲ ରହି ନି ପାରେ। ଇଥିର୍ଲାଗି ସେ ଏକର ପ୍ରତି 35ରୁ 40 କୁଇଣ୍ଟାଲ ତକ୍ ଅମଲ ଦେବାରେ ସଫଳ ହେଇଥିସି ଏବଂ ଚାଷୀ ଭାଇମାନଙ୍କର 1 ନମ୍ବର ପସନ୍ଦରେ ସବୁବେଳେ ରହିପାରିଛି। ଯଦି ବି ଆପଣମାନେ ନାଇଁ କରବାର ତ ଇ ହୀରାକୁଦ ଧାନ ଯଦି ଆପଣଙ୍କର ମଧ୍ୟମ ବାହାଲ ଜମି ଲାଗି ନିହାତି ଥରେ କରିକି ଦେଖୁନ୍। 3 ନମ୍ବର ଆଇବା ଯେନ୍ଟାକି ଆମର ଜୟା, ଇ ବି ମଙ୍ଗଳମୂର୍ତ୍ତି ସିଡ୍ସର ଯେନ୍ଟାକି କ୍ୱାଲିଟି ଧାନଟେ, କିଙ୍ଗ ଅଫ୍ ମଙ୍ଗଳମୂର୍ତ୍ତି ବୋଲସନ୍ ଏଟାକେ। ଜୟା ଗୋଟେ ଏନ୍ତା କ୍ୱାଲିଟି ଧାନଟେ ଯେନ୍ଟାକି 35ରୁ 46 ଦିନ ଭିତରେ ଅମଲ ହେଇପାରିଥିସି। ଇ ବି ଆମ ହୀରାକୁଦ ନା ମୋଟା ଦାନା ହେବା, ଲମ୍ବା ଲମ୍ବା ଖେଣ ହେବା, ଓଜନଦାର ଦାନା ହେବା। ସଠିକ୍ ପଦ୍ଧତିରେ ଯଦି ଚାଷ କରା 35ରୁ 40 କୁଇଣ୍ଟାଲ ସେ ଆରାମସେ ଦେଇ ପାରଥିସି। ଯଦି ଆପଣମାନେ ରୋଗ ପୋକକେ ଦେଖମା ବେଲେ ସଡ଼ା ମଇସା ଇ ଧାନକେ ବି କୌଣସି ମାତ୍ରାରେ ଆକ୍ଷେପ କରି ନି ପାରନ୍ ବା ଲାଗି ନି ପାରନ୍। ତାର ନଡ଼େଇ ଏଟାର ବି ବହୁତ ଷ୍ଟ୍ରଙ୍ଗ ରହିସି, ଯାର ମାତ୍ରାରେ କି ଗଛଟା ପଡ଼ି ନି ଯାଏ। ଆପଣମାନେ ବି ନିହାତି ଥରେ ତାକେ ଟ୍ରାଏ କରି ଦେଖୁନ୍, ଆପଣଙ୍କ ଆଖି ସାମନାରେ ରଖିକିରି ନିହାତି ଭାବେ ଲଗଉନ୍। 4 ନମ୍ବର ଆମେ ନେଇକି ଆସିଛୁ ଆପଣଙ୍କର ଲାଗି କମ୍ ପାଣିର ଅଧିକା ଅମଲ ହେବାର୍ ଲାଗି, ଯେନ୍ଟାକି ଭୂଲକ୍ଷ୍ମୀ ସିଡ୍ସ, ଯେନ୍ଟା ମାନେ ଆପଣମାନେ କରିଛନ୍। ବହୁତ ଭେରାଇଟି ସବୁବେଳେ ନୂଆ ନୂଆ ଭେରାଇଟି ଧାନ ପ୍ରସ୍ତୁତ କରିଥିସି ଭୂଲକ୍ଷ୍ମୀ କମ୍ପାନୀ। ସେଥିର୍ ଭିତରେ ଗୋଟେ 35ରୁ 46 ଦିନିଆ ଧାନ ଭଲ ଧାନଟେ ଅଛି, ଯେନ୍ଟାକି ଅଧିକା ଅମଲ ଦେଇପାରୁଛି ଆପଣମାନଙ୍କୁ ସୋନାଲି ବୋଲିକିରି। ଆପଣମାନେ ଇ 2-3 ବର୍ଷ ଭିତରେ ଆପଣ ଦେଖିଥିବେ ତାର କେନ୍ତା ଟପ୍ ରିଜଲ୍ଟ ରହୁଛେ। ୟୁଟ୍ୟୁବ ମାଧ୍ୟମରେ ବହୁତ ସାରା ଭିଡ଼ିଓ ତାର ରହୁଛେ ସୋନାଲି ଧାନର।
ବହୁତ ସାରା ଭିଡ଼ିଓ ବି ବନେଇଛୁ ଆମେ ଏଇ ସୋନାଲି ଧାନ ଉପରେ। ଆପଣମାନେ ଯାଇକି ତାର ଟପ୍ ରିଜଲ୍ଟ ଦେଖିପାରୁଥିବେ, ତାର ଖେଣ ଦେଖିପାରୁଥିବେ। ତାର ଅମଲକେ ଦେଖମା ବେଲେ ନିହାତି 35-40 କୁଇଣ୍ଟାଲ ତକ ଅମଲ ଦେଇପାରୁଛେ। ରୋଗ ପୋକକେ ଦେଖମା ବେଲେ ସବୁ ରୋଗ ପୋକ ସହେବାର ଶକ୍ତି ତାର ନା ଭରପୁର ମାତ୍ରାରେ ରହିଅଛେ। ଇ ଭୁଲୁଙ୍ଗି ସିଡ୍ସ ସୋନାଲି ଧାନକେ ଯଦି ଆପଣ ନାଇଁ କରବା ତ ଇଟାକେ ବି ଆପଣମାନେ ରଖୁନ୍, ନିହାତି ଭାବରେ ଥରେ କରିକି ଦେଖୁନ୍, ନିହାତି ସଫଳ ହେବେ। ଆଉ ଗୋଟେ ଯେନ୍ଟାକି ଅଛେ ଆମର ପାଇନର ଆମେ ନେଇକି ଆସିଛୁଁ ଅରୟା ସିଡ୍ସ, ଯେନ୍ଟାକି ସବୁବେଳେ କ୍ୱାଲିଟି ଧାନ ମାନେ ଭରୁଛେ, ସବୁବେଳେ ବ୍ରାଣ୍ଡ କମ୍ପାନୀ, ସବୁବେଳେ ବ୍ରାଣ୍ଡ ଧାନ ଭରୁଛେ। ସେ ସିଡ୍ସର ଗୋଟେ 135-140 ଦିନିଆ ଧାନଟେ ଆକାଶ 505 ବୋଲିକିରି আমার চ্যানেলকে যেকরি ই আকাশ 505 ধান বি আপনারা ଦେଖିପାରୁଥିବେ। ଚାଷୀକି ବି ଭେଟ କରିଛୁଁ ଆଉ ଧାନକେ ବି ଦେଖିଛୁଁ, ଚାଷ ବିଷୟରେ ସବୁ କିଛି କଥା ହେଇଛୁଁ। ଇ ଆକାଶ 505 ଧାନର ବିଷୟରେ ଆପଣମାନେ ଭିଡ଼ିଓ ନିହାତି ଭାବେ ଦେଖୁନ୍। ଆର୍ ଇଟାକେ ତ ଆମେ କହେମା ବୋଇଲେ ବହୁତ ସାରା ଯେନ୍ତା ଧାନ ହେସି ଗୁଟେ ମାନେ ଗୁଟେ କେଣ୍ଡାରେ ନିହାତି ଭାବରେ 350-400 ଧାନ ତ ରହିପାରୁଛେ। ଏନ୍ତା ମାତ୍ରାରେ କେରା କେରା ଫୁଲୁଛେ। ଏକର ପ୍ରତି ଦେଖମା ବୋଇଲେ 35-40 କୁଇଣ୍ଟାଲ ତକ ଆପଣମାନେ ଯେନ୍ତା ଚାଷ କଲେ ହେଇପାରୁଛେ। ତାର ଡ୍ୟୁରେସନ୍ ତ ଆପଣ ଜାଣିଛନ୍ 135-140 ଦିନ ଭିତରେ କମ୍ ପାଣିରେ ଅଧିକା ଅମଲ ହେଇପାରୁଛେ ଏଇ ଧାନଟା। ଆଉ ଅଧିକା ପବନ ଧୁକା ହେଲେ ବି ସେ ଠିଆ ହେଇକି ରହିକା ଯାଏସି, ପଡ଼ବାର୍ ତାର ନା ନି ଥାଏ। ଆପଣମାନେ ଯଦି ନାଇଁ କରବାର୍ କି ନାଇଁ ଜାଣବା ତ ନିହାତି ଥରେ କରିକି ଦେଖୁନ୍। ଆକାଶ 505 ନିହାତି ଆପଣଙ୍କୁ ସକ୍ସେସ୍ କରବା। ଏବେ ଯେନ୍ ଆମେ ଟପ୍ 5 ଭେରାଇଟି ଡିସ୍କସ୍ କଲା ଯେନ୍ଟାକି 35-140 ଦିନ ଭିତରେ ସୁପର ଏଲିନୋ ଭିତରେ ଆପଣଙ୍କୁ 100 ମାତ୍ରା ସକ୍ସେସ୍ କରବା। ଯଦି ଆପଣଙ୍କର ମଧ୍ୟମ ବାହାଲ ଜମି ହଉଛେ ତ ଇ କମ୍ପାନୀରେ ବି ଅଧିକା ଅମଲ ଦେଇକରି ଆପଣଙ୍କୁ ସକ୍ସେସ୍ କରବା। କୌଣସି ଭାବରେ ସେ ଆପଣଙ୍କୁ କ୍ଷତି କରିନିପାରେ, ନିହାତି ଆପଣଙ୍କୁ ଲାଭବାନ କରବା। ବର୍ତ୍ତମାନ ଯାହା ବି ଆମେ ଆଲୋଚନା କଲା ଏଇଟା ଆପଣ ଥରେ ଆପଣଙ୍କ ଜମିରେ ଲଗେଇ ଦେଖନ୍ତୁ, ନିହାତି ଭାବେ ଆପଣ ଲାଭବାନ ହେବେ। ଆଉ ଏନ୍ତା ଏକା ଚାଷୀ ରିଲେଟେଡ୍ ଯାହା ବି ଭିଡ଼ିଓ ଦେଖବାଲେ ହେଲେ ଆପଣ ଆମର ଚ୍ୟାନେଲକେ ସବସ୍କ୍ରାଇବ୍ କରୁନ୍, ଲାଇକ୍ କରୁନ୍, ଆଉ କମେଣ୍ଟ ମାଧ୍ୟମରେ ଆପଣଙ୍କ ମତାମତ ନିହାତି ଜଣାବେ। ଧନ୍ୟବାଦ।